ନମସ୍କାର ଜୟ ଜଗନ୍ନାଥ। ମୁଁ ଆଜି ଗୋଟେ ରେସିପି ଆଣିଛି ଚିକେନ୍ ଲେଗ୍ ପିସ୍। ଆଉ ସେଇଟା ପ୍ରିପେୟାର କରୁଛି ମୋ ବୋଉ। ସିଏ ଫାଷ୍ଟ ଚିକେନ୍କୁ ଧୋଇ ଦେଇଛି, ଆଉ ମସଲା ସବୁ ତା ଭିତରେ ମାନେ ଭର୍ତ୍ତି କରୁଛି। ଏଇଟା କଟିଂ ହେଇଛି ନା ଲେଗ୍ ପିସ୍ ମଝିରୁ। ଆଉ ମୁଁ ସେଇଟା ଆଉ ଦେଖିନି, ସେ ଅଲରେଡ଼ି ସେଇଟା ମସଲା ଗୋଳେଇକି ରଖିଦେଇଥିଲା। ସେ ମସଲାରେ ପଡ଼ିଥିଲା ଚିକେନ୍ ମସଲା, ମିଟ୍ ମସଲା, ଚିଲି ପାଉଡ଼ର, ହଳଦୀ ପାଉଡ଼ର, ଲୁଣ ଆଡ଼୍ କରିକି ତା ଭିତରେ ଭର୍ତ୍ତି କରିଦେଇଛି। ଦେନ୍ ତାପରେ କଢ଼େଇରେ ତେଲ ପକେଇ ଜିରା, ଫୁଟଣ ନୁହଁ ତ ଜିରା, ତେଜପତ୍ର, ଲଙ୍କା, ପିଆଜ, ଟମାଟୋ ତାକୁ ପକେଇକି ଭଲ ଭାବରେ ଫ୍ରାଏ କରିଦେଉଛି। ମୁଁ ଦେଖୁଛି ସେ କେମିତି କ'ଣ କରୁଛି। ଆକ୍ଚୁଆଲି ମୋତେ ତ କୁକ୍ ବିଷୟରେ ଇଏ ନାହିଁ ନଲେଜ୍, ବଟ୍ ମୋ ବୋଉ ବଢ଼ିଆ ରୋଷେଇ କରେ। ମାନେ ହୋଟେଲ ଖାଇବା ବି ତା ଆଗରେ ଫିକା ପଡ଼ିଯାଏ। ମାନେ ସବୁଠୁ ବେଷ୍ଟ ରୋଷେଇ ମାନେ ମୋ ବୋଉ କରେ। ହଁ, ତାପରେ ଆମେ କଥା ହେବା କି ଏଇଟା ଅଦା, ପିଆଜ, ରସୁଣ ପେଷ୍ଟ ରଖିଛି। ତାପରେ ଏଥିରେ ପିଆଜରେ ସବୁ ପକାଇ ଦେଇଛି, ଲଙ୍କା ପାଉଡ଼ର ସେଥିପାଇଁ ଟିକେ ରେଡ଼୍ ଆସିଯାଇଛି। ତାପରେ ପେଷ୍ଟକୁ ପକାଇକି ଭଲ ଭାବରେ ତାକୁ ଗୋଳେଇ ଦେବ, ମିକ୍ସ କରିଦେଉଛି। ଭଲ ଭାବରେ ତାକୁ ଭାଜି ଦେଉଛି। ଆଉ ତ ବଢ଼ିଆ ବାସ୍ନା ହେଉଛି। ଆଉ ମୁଁ ଅଛି ପାଖରେ, ଜାଣୁଛି ବାସ୍ନାଟା ସ୍ମେଲ୍ ଭଲ ଆଉଛି। ତ ତାକୁ ଘାଣ୍ଟି ଦେଲା ଭଲ ଭାବରେ ମସଲାଟା ସିଝି ଗଲାଣି, ଅଲମୋଷ୍ଟ ସିଝିଗଲାଣି। ହଁ, ତାପରେ ଚିକେନ୍ ଲେଗ୍ ପିସ୍କୁ ସେ ମ୍ୟାରିନେଟ୍ କରିକି ରଖିଥିଲା ଘୋଡ଼େଇକି 15-20 ମିନିଟ୍। ତାପରେ ଆଡ଼୍ କଲା, ଏଥିରେ ପକେଇକି ଭଲ ଭାବରେ ଗୋଳେଇ ଦେଉଛି। ତାକୁ ଗୋଳେଇ ଦେଉଛି। ମସଲା ବି ଅଛି, ତାର ଟିକେ ପାଣି ଦେବ। ଏବେ ତ ସେ ଭଲ ଭାବରେ ଗୋଳେଇ ଦେଉଛି ଚିକେନ୍ ଭିତରକୁ ସବୁ ମସଲା ଯିବ ବୋଲି। ତ ଗୋଳେଇ ଦେଲା, ତାପରେ ଫୁଟି ଆସିଲାଣି। ତାପରେ ଟିକେ ପାଣି ଢାଳିବ। ଟିକେ ତା ଗୋଳଉଛି ଭଲ ଭାବରେ, ଗୋଳେଇ ଦେଉଛି ତାକୁ। ବଢ଼ିଆ ସ୍ମେଲ୍ ବି ଆସିଲାଣି। ହଁ, ପାଣି ଦେଇଦେଲା, ଟିକେ ଅଧା କପ୍ ପାଣି ଦେଇକି ସେ ଜୁକଜୁକିଆ କରିବ ରୁଟିରେ ଖାଇବାକୁ। ଡିନର୍ ରେଡ଼ି ହେଉଛି। ଡିନର୍ ପାଇଁ ଆଜି ରୁଟି କି ଚିକେନ୍ ଲେଗ୍ ପିସ୍। ତାକୁ ଭଲ ଭାବରେ ଘାଣ୍ଟୁଛି। ଦେଖ ବାଷ୍ପଟା ବି ଭଲ ଆଉଛି, ଭଲ ସ୍ମେଲ୍ ଆଉଛି। ମୋ ପାଖରେ ମୁଁ ଛିଡ଼ା ହେଇଛି, ସୁଟିଂ କରୁଛି। ବାପା ବି ଦେଖୁଛନ୍ତି।